पखाड़ भात को शीत दिन आम ये मसलिया माछ भजा ना खाइलु केमती लगुच माछ भजा तो पोड़ पोड़ ना मूला शाग बस तो आम हो गला आम धनिया पत्र पकईदबा आलू तरकारी बढ़िया देखा खाई बसिल आटे कहीदेव कौन सब केमती तू तो माछ तरकारी माछ खाइबुनु खाली आलू झोल खाऊ तथापि से आलू झोलटा केमती कहीदेव नमस्कार जस्ट जित विषय आपन को स्वागत मु देवी प्रसाद आरंभ करछु आज ब्लॉग्सटा सकाळु सकाळु आम टे आसचु चलाचली करिया को आइला बेलू को मो सागर जीत आस मो सहित जीत भी अच्छी थकी गला पानी पिउछि सूर्य धीरे धीरे उठुचंती आठी पिला माने खेलिया पे रोलर कर पिच बनाऊँच खेल आरंभ होनी एतल जाके आ कौन जीवा चलती आज दिन सारा जहाँ हम जो ब्लॉग्स ब्लॉग्स बनइबू जहाँ खाइबा बनइबू आम से अपडेट करूँ आ चलतु ना कौन कह जीते हौ चल जा आमर बहुत दिन पर आज गोटे माछ आसला नहीं देखो पोला माछ बढ़िया आज गोटे भल माछ रेसिपी सहित खाइबा दी सब रखा बेसर मसलिया जहाँ खाइबे से अनुसार करवा तो धो हाँ जो पत्र पोड़ा हाँ तू धुआ धुई कर तुम कर कौन जो मैरिनेशन वाल को लगेबी कनेक्ट करी आमर माछ धुआ सैला देखल के माछ है हाँ माछ ताले मैरिनेशन कर तेल पड़ला गेली कही था तेल पड़ सारा पर पुणी तेल पकड़ हल्दी लुण एका संगे पड़ला हौ ये आमर मारिनेशन माछर हाँ तापर भजा कर तरकारी फरकारी जहाँ हम आम देखा हाँ आज आमर खराबेल खाइबार अच्छी गोटे मिक्स करी हम ए आमर बैगण आलू कोबी बीन्स सब प्रकार परिया पड़ी आमर डाली बसी भात भी बसी भात हो पड़ला आम माछ तरकारी सब मसला बनवाई सब पियाज काटुची रसुण आमर अदा जीरा सोरिष सब पड़ी गोटे पेस्ट हम माछ बेसर बना हम आ गोटे मूला शाग भी आमर बना हम आज मामा आमर कौन कर चलते देखा ये तो बस मामा आज आमर हूँ कौन कहलु आम जेजेमार मोर खाइबुनु जो आइस गोटे साधा तरकारी करुच्ची सब परिया काटी बीन्स आ मूला बैगण माटियाड़ू सब गोटा ये आमर टिके आग कौन करिया जो आमर परिवाटा टिके संतुली दबा है
ଭାତ ଡାଲିଟା ଆମର ହେଇଗଲାଣି। ଆଉ ତୁ ଆଜି ଗୋଟେ ଜିନିଷ ଦେଖିଲୁ କ'ଣ ଆଣିଛି ଦେਖ ମାଛ ଗୋଟେ ମାଛ ବେସର କରିଦେବି ପଖାଳ ଖାଇବୁ ଟିକେ ଏବେ ଖାଇବି ଆଉ ଇଏ ଆମର ହେଲା ସାଧା ତରକାରୀ ହେଇଗଲା ଛୁଙ୍କ ଦିଆ ହେଇଯାଇଛି ସବୁ ଧନିଆ ପତ୍ର ସବୁ ପଡ଼ିଯାଇଛି। ଏପଟେ ଆମର କଢ଼େଇ ବସିଛି କ'ଣ ହବ ନା ଗୋଟେ ମସଲିଆ ମାଛ ଭଜା କରିବା ହେଲା କି ମସଲିଆ ମାଛ ଭଜା ପାଇଁ ଆମେ ଏଠି କ'ଣ କରିବା ଏଇଟା ହେଲା ଆମର ବେସର ପେଷ୍ଟ ହେଲା ମସଲା ବାହାର କରିବା ତା ଦେହରେ ପକାଇବା ଆମେ କ'ଣ ଟିକେ ଲୁଣ ପଡ଼ିଲା ମାଛ ତ ଲୁଣ ପଡ଼ିছে ଟିକେ ଅଳ୍ପ ଲୁଣ ପକାଇବା ହେଲା ଆଉ ଆମର ହଳଦୀ ପାଉଡ଼ରଟା କେଉଁଠି ରହିଲେ ଦେଖେ ହଳଦୀ ପାଉଡ଼ରଟା କେଉଁଠି ରଖିଦେଲି ବୁଲିଦେଲି ଇଏ ଦେଖିଦେବା ଆମର ଲଙ୍କା ପାଉଡ଼ର ଟିକେ ପଡ଼ିଲା ହେଲା ଆଉ ଆମର ଏଠି ଟିକେ ଅଳ୍ପ ପଡ଼ିଲା ଆମର ଏଠି ସୋରିଷ ତେଲ ପଡ଼ିଲା ଆମେ ମସଲା ମାଛ ଭାଜିବା ତ ସୋରିଷ ତେଲ ଟିକେ ପଡ଼ିଲା ତା ଦେହରେ ଆମେ କ'ଣ କରିବା ଲଙ୍କାଟାରୁ ଦଳିଦେବା ମାଛ এই দুইটা মাছ ভাজি ଆଉ ଗୋଟେ ମାଛ ପକେଇଦେବ ଦେଖିଆ ଆଗ ଏତିକି ହବ ପୋଡ଼ିଦେବା ଭଲ କି ଆଉ ଦେଖ ସେଇଠି ମାଛ ଆମର ପଡ଼ିବ ଗ୍ୟାସ୍ ଦେବା ତରକାରୀ ହେଇଗଲାଣି ଡାନ୍ସ ଛିଟକିବ ବନ୍ଦ କରିଦେବା ପଡ଼ିଲା ହେଲା ଧୀରେ ଧୀରେ ହବ ଦେଖିବା ମାଛଟା ଓଲଟେଇବା ଆଉ ଆମର ମାଛ ଭଜା ଧୀରେ ଧୀରେ ହଉ ଆମର ମସଲିଆ ମାଛ ଭଜା ହେଇଗଲା ହେଲା କାଟିଦେବା ତୁ ଭଜା ତୋର କ'ଣ ଖାଇବୁ ପଖାଳ ଖାଇବୁ ଗୋଟା କ'ଣ କହୁଛୁ ଆଜି ତୋର ଟିଫିନ୍ ନାହିଁ ମାଛ ଦେଖିକି ଲୋଭ ହେଲା ଏଇ ମସଲାଟା ତୁ କାଢ଼ିଦେବ ଏଇ ମସଲାଟା ଖାଇଲେ ଭାରି ଟେଷ୍ଟ ଲାଗିବ ଆଉ ଗୋଟେ ମାଛ ପକେଇବା ପୂଜା ହେଲା ମସଲିଆ ମାଛ ଭଜା ଚାଲ ଦେ ଆଉ ପଖାଳ ଭାତକୁ ଶୀତ ଦିନେ ଆଉ ଆମର ଇଏ ହେଲା ମସଲିଆ ମାଛ ଭଜା ନା ଖାଇଲୁ କେମିତି ଲାଗୁଛି ମାଛ ଭଜା ପୋଡ଼ ପୋଡ଼ ନା ହଉ ଭଲ ଲାଗୁଛି ଆମର ଏବେ ମାଛ ମସଲିଆ ମାଛ ଭଜା ସରିଗଲା ଏବେ ଆମେ କ'ଣ କରିବା ନା ମାଛ ଭାଜିବା ତରକାରୀ କରିବା ପାଇଁ ଭାଜିବା ପାଇଁ ମୁଁ ଏଠି କଢ଼େଇ ବସିଦେଇଛି ଆମେ ସୋରିଷ ତେଲ ପକାଇବା ଏଥିରେ ମାଛ ଭାଜିବା ହେଲା ଆମର ମାଛ ଏବେ ଆମେ ମାଛ ଭାଜିବା ତେଲ ଆମର ତାତିଗଲାଣି ఎప్పుడు আমার মাছ পড়িয়েছি মাছ পড়ে ହେଇଗଲାଣି ଟିକେ କାମକୁ ଯାଇଥିଲି ଆଉ ସବୁ କ'ଣ ହଉ ଆମର ଶାଗ ତରକାରୀ ହେଇ ଭାତ ହେଇ ଡାଲି ଇଏ ଗୋଟେ ରହିଛି ମୂଳା ଶାଗ ହବ ହେଲା ଲାଷ୍ଟକୁ ହବ ଏବେ ଆମର ମାଛ ଭଜା ସରିଯାଇଛି ଆଉ ଏଠି ମୁଁ କାଟିକି ରଖୁଛି କ'ଣ ନା ପିଆଜ ଆଗ ଟିକେ ଆମେ ଏଇ ଯେଉଁ ଆଳୁଟାକୁ ଟିକେ ଗରମ ପାଣିରେ ସିଝେଇ ଦେଉଛି ହେଲା ଆଳୁଟାକୁ ତେଲରେ ଭାଜିଦେବା ମଜାଟା ଜବରଦସ୍ତ ଆମର ଯଦି ନାନୀ ଆଣି ଆସିବ ମାଛ ଖାଇବ
ହଉ ବାଟି ଦିଅ ଆଉ ଆଳୁ ଭଜା ହେଇଗଲା ଯେତିକି ହେଇଛି ସେତିକି ରହିବ ଆଉ ଆଉ ଟିକେ ତେଲ ପଡ଼ିବ ସେପଟରେ ବି ମାଛ ଥୁଆ ହେଇଛି ଭଜା ମାଛ ଖିଆ ପିଆଜ ପକେଇଦେବା ଜାଳିଦେବା ସେପଟରେ ବି ମାଛ ଭଜା ଥୁଆ ହେଇଛି ଇଏ ହେଲା ଆମର ମସଲା ପିଆଜ ଜିରା ଲଙ୍କା ଅଦା ରସୁଣ ପଡ଼ିଛି ବୋଲି ଅଳ୍ପ ଟିକେ ପିଆଜ ଏଠି ପଡ଼ିଲା ଆଉ ଟମାଟୋ ବି ପଡ଼ିଛି ମାଛ ବେସର ହବ ରୋହି ମାଛ ବେସର ହବ ଟମାଟୋ ଗୋଳା ହବ ଲୁଣ ପଡ଼ିବ ଉପରେ ଲୁଣ ଟିକେ ପଡ଼ିଲା ଭଲ ଭାବରେ ମେଲ୍ଟ ହେଇଗଲେ ମସଲା ପକେଇବା ହେଇଗଲାଣି ନାଇଁ ତାର ମସଲା ପଡ଼ିଲା ଆଉ ହଳଦୀ ପଡ଼ିଛି ଆଉ କଷା ହବ ମସଲା ଟିକେ ଭାଜି ଦେଇକି ଆଳୁ ପକେଇଦେବା ଧନିଆ ପତ୍ର କଟା ହେଉଛି ପଡ଼ିବ ମାଛରେ ଧୋଇକି ପକେଇବା ହଉ ଆଉ ଇଏ କଷା କାର୍ଯ୍ୟରୁ ଗଲା ଚାଲିଛି ଆଉ ଆଳୁ ପଡ଼ିଲା ହଉ ହେଇଗଲା ଏଥର ବାସ୍ନା ବି ଆଇଲାଣି ତରକାରୀ ଫୁଟିଲେ ଆମର ମାଛ ପଡ଼ିବ ଝୋଳଟା ଫୁଟିଗଲେ ହେଲା ହଉ ତରକାରୀ ଆମର ଫୁଟିଲାଣି ନା ଫୁଟିଗଲାଣି ମାଛ ପଡ଼ିବ ହଉ ଆଉ ଗୋଳେଇ ଦେଲେ ସଇଲା ଆଉ ଫୁଟିଗଲେ ଆମର ପକେଇବା କ'ଣ ନା ଧନିଆ ପତ୍ର ହଉ ଆଉ କ'ଣ ଫୁଟି ସାଇଲା ନା ନାଇଁ ନାଇଁ ଆଉ ଟିକେ ଲାଗିବ ଗପ ଗପ ହେଲାଣି ଆଉ ଆମର ଏପଟେ ମୂଳା ଶାଗ ବସିଛି ମୂଳା ଶାଗ ତରକାରୀ ତ ଆମର ହେଇଗଲାଣି ଆମେ ଏଥର ଧନିଆ ପତ୍ର ପକାଇଦେବା ଆଉ ତରକାରୀ ବଢ଼ିଆ ଦେଖାହେଉଛି ଦେଖିବା ଖାଇଲା ବେଳେ କେମିତି ଲାଗୁଛି ଆଉ ଆପଣମାନଙ୍କୁ ଯଦି এই ଭିଡ଼ିଓଟି ଭଲ ଲାଗିଥିବ ଏହାକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ ହଁ ବଢ଼ାବଢ଼ି ହେଲାଣି ଆମର ତ ଆଜି ଜାଣିଛନ୍ତି ସବୁ ଆଇଟମ୍ କ'ଣ ହେଇଛି ଆଉ ଇଏ ହେଲା ଆମର ପିଆଜ ଦୁଇଟା ରବର ଆଉ ଇଏ ହେଲା ଆମର
फिश करी आ समस्ते खाई सारे आम लास्ट में खाइले दीदी तोर हाँ जीते जे हमर खाई करबो आलू खाइबो एमती देछि तरकाटा ये डाली के हमर मूला साग एटा हमर मूला साग एबरे कखारु मूला सब पड़िछि आ लागिबो ये डाली आ खाई बसिला आ टे कहि देबो कोन सब केमती हेछि तू तो माछ तरकारी तो माछ खाइबुनु आ खाली आलू झोल खाऊछु और तथापि से आलू झोलटा केमती हेछि टे कहि देबो हाँ भल लगुच आओ देखिए माछ भजा को माछ तरकारी बढ़िया आउ साधा तरकारीटा केमती लगुच भल तो कोबी भल लगे हौ खा आ बापा तांकर सेपटे खाऊछंती आ तू खा आपण मानक जदि वीडियोटी भल लगी को लाइक शेयर और सब्सक्राइब टाटा बाय बाय ये जोर साउंड